ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀ ସାହିତ୍ୟ ବହିର ତାରା ସୂର୍ଯ୍ୟ କବିତାଟିକୁ ପଢ଼ିବା, ଯାହାର କବି ହେଉଛନ୍ତି ଗଙ୍ଗାଧର ମେହେର। ଆମେ ସମସ୍ତେ ଜାଣିଛୁ ପିଲାମାନେ, ଗଙ୍ଗାଧର ମେହେର ହେଉଛନ୍ତି ସ୍ୱଭାବ କବି, ଅର୍ଥାତ୍ ସେ ନିଜସ୍ୱ ଭାବ ଭାବନାରୁ ଅନେକ ଗୁଡ଼ିଏ କାବ୍ୟ କବିତା ରଚନା କରିଥାନ୍ତି। ତତ୍ ସଙ୍ଗେ ସଙ୍ଗେ ସେ ପ୍ରକୃତିକୁ ନେଇ ମଧ୍ୟ ଅନେକ କାବ୍ୟ କବିତା ରଚନା କରିଛନ୍ତି। ସେହି କାରଣରୁ ତାହାଙ୍କୁ ସ୍ୱଭାବ କବି ଗଙ୍ଗାଧର ମେହେର ବୋଲି ମଧ୍ୟ କୁହାଯାଏ ଏବଂ ପ୍ରକୃତି କବି ବୋଲି ମଧ୍ୟ କୁହାଯାଇଥାଏ। ଆମେ ସମସ୍ତେ ଜାଣିଛୁ ତାରା ଏବଂ ସୂର୍ଯ୍ୟ ଉଭୟ ଗୋଟିଏ ଗୋଟିଏ ନକ୍ଷତ୍ର। ତେବେ ଏଠାରେ କବି କାହିଁକି ତାରା ସୂର୍ଯ୍ୟ ଲେଖିଛନ୍ତି, ତାହାକୁ ଆମେ ବିଶଦ ଭାବରେ ଆମେ ଜାଣିପାରିବା ଯେତେବେଳେ କବିତାଟିକୁ ଅଧ୍ୟୟନ କରିବା। ତ ସେ ଏଠାରେ ଇଂରେଜମାନଙ୍କ ଏବଂ ଭାରତୀୟମାନଙ୍କ ବିଷୟରେ ଉଭୟଙ୍କୁ ନେଇ ତୁଳନା କରି ଉଭୟଙ୍କ ଉଦ୍ଦେଶ୍ୟରେ ଏହି କବିତାଟି ରଚନା କରିଛନ୍ତି। ତେବେ ଏହି ସ୍ୱଭାବ କବି ଗଙ୍ଗାଧର ମେହେର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆମ ସମସ୍ତଙ୍କୁ ଜଣା, ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର। ମନେ ରହିଲା। ଏବଂ ଯେତେବେଳେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗ ଆରମ୍ଭ ହୋଇଥିଲା, ସେହି ଆଧୁନିକ ଯୁଗ ଆରମ୍ଭରେ ଭାରତୀୟ ପ୍ରାଚୀନ ସାହିତ୍ୟରୁ ଆଦର୍ଶ ଭିତ୍ତିକ ଚରିତ୍ର ଏବଂ କାହାଣୀ ସଂଗ୍ରହ କରି ତାହାକୁ ସେ ନୂତନ ଭାବରେ ଉପସ୍ଥାପନା କରୁଥିଲେ। ଆଧୁନିକ ଯୁଗର ଆରମ୍ଭରେ ଭାରତୀୟ ପ୍ରାଚୀନ ସାହିତ୍ୟରେ ଯେତେ ଗୁଡ଼ିଏ ଚରିତ୍ର କାହାଣୀ ଭରପୁର ରହିଥିଲା, ସେ ସମସ୍ତରୁ ସେ କ'ଣ କରୁଥିଲେ, ବିଭିନ୍ନ ତଥ୍ୟ ଗୁଡ଼ିକ ସଂଗ୍ରହ କରି ତାହାକୁ ସେ ନୂତନ ଭାବରେ ଲୋକଲୋଚନକୁ ଆଣୁଥିଲେ। ଆମ ଚତୁଃପାର୍ଶ୍ୱରେ ଯେଉଁ ସମସ୍ତ ଆମେ ଦେଖୁଛୁ, ଯାହା କିଛି ଦେଖୁଛୁ ତାହାକୁ ଆମେ କ'ଣ କହିଥାଉ, ପରିବେଶ କହିଥାଉ। ତ ସେଇ ପରିବେଶକୁ ନେଇକି ବା ପ୍ରକୃତିକୁ ନେଇକି ସେ କ'ଣ କରିଥାନ୍ତି, ଜୀବନ୍ତ ଭାବରେ ମଧ୍ୟ ବର୍ଣ୍ଣନା କରି ଅନନ୍ୟ ପ୍ରତିଭାର ଉଦାହରଣ ସୃଷ୍ଟି କରିପାରିଛନ୍ତି। ସେଥିପାଇଁ ତାଙ୍କୁ ପ୍ରକୃତି କବି ବୋଲି କୁହାଯାଏ। ମନେ ରହିଲା ପିଲେ, ଗଙ୍ଗାଧର ମେହେରକୁ ପ୍ରକୃତି କବି କାହିଁକି କୁହାଯାଏ? କାରଣ ସେ ପ୍ରକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି। ପ୍ରକୃତିକୁ ଜୀବନ୍ତ ରୂପ ଦେଇଥାନ୍ତି ଏବଂ ପ୍ରକୃତିକୁ ଜୀବନ୍ତ ରୂପ ଦେଇ ସେ ଯେପରି ଭାବରେ ତାଙ୍କର କାବ୍ୟ କବିତାଟି ବର୍ଣ୍ଣନା କରିଥାନ୍ତି, ସେଥିରେ ଆମକୁ ଜ୍ୱଳନ୍ତ ବା ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଥାଏ। ସେଥିପାଇଁ ତାହାଙ୍କୁ ପ୍ରକୃତି କବି ବୋଲି ମଧ୍ୟ କୁହାଯାଇଥାଏ। ଯେପରି ସେ ଅନେକ ଗୁଡ଼ିଏ କାବ୍ୟ କବିତା ଲେଖିଯାଇଛନ୍ତି, ଯାହା ମଧ୍ୟରେ ରହିଛି ତପସ୍ୱିନୀ କାବ୍ୟ, ଇନ୍ଦୁମତୀ, ପ୍ରଣୟବଲ୍ଲରୀ, କୀଚକବଧ। ଏହା ତାଙ୍କର ଗୋଟିଏ ଗୋଟିଏ ମହାନ କାବ୍ୟ। ଏତଦ୍ ବ୍ୟତୀତ ପିଲାମାନେ ସେ ଯେଉଁ ଲେଖିଯାଇଛନ୍ତି କୃଷକ ସଙ୍ଗୀତ, ଅର୍ଘ୍ୟଥାଳି, କବିତା କଲ୍ଲୋଳ, ଏହା ହେଉଛି ତାଙ୍କର କ୍ଷୁଦ୍ର କବିତା ସଂକଳନ। ମନେ ରହିଲା, ଅର୍ଘ୍ୟଥାଳି, କବିତା କଲ୍ଲୋଳ, କୃଷକ ସଙ୍ଗୀତ, ଏସବୁ ତାଙ୍କର ଗୋଟିଏ ଗୋଟିଏ କ୍ଷୁଦ୍ର କବିତା ସଂକଳନ ଗୁଡ଼ିକ। ମାତୃଭୂମି ଏବଂ ମାତୃଭାଷାକୁ ଭଲ ପାଉଥିବା ଏହି କବି କୁହାଯାଏ ପିଲେ, ମାତୃଭୂମି ମାତୃଭାଷାରେ ମମତା ଯାହା ହୃଦୟ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ବାସ୍ତବରେ କବିଙ୍କର ଏହି ଭାବନାଟି ଉଚ୍ଚ କୋଟିର। ଯେଉଁ ବ୍ୟକ୍ତି ନିଜର ମାତୃଭୂମି ଓ ମାତୃଭାଷାକୁ ଭଲ ପାଇନଥାଏ, ତାହାକୁ ଆମେ କେବେ ହେଲେ ମଧ୍ୟ ତାହାକୁ ଆମେ ଜ୍ଞାନୀମାନଙ୍କ ଗହଣରେ ଗଣିପାରିବା ନାହିଁ। କାହିଁକିନା ତାଙ୍କୁ ଯଦି ଆମେ ଜ୍ଞାନୀ ବୋଲି ବିବେଚନା କଲା, ଯାହାକୁ କି ନିଜର ମାତୃଭାଷା ମାତୃଭୂମି ପ୍ରତି ଭଲ ପାଇବା ନାହିଁ, ମାତୃଭାଷା ପ୍ରତି ମମତା ନାହିଁ, ତାହେଲେ ଅଜ୍ଞାନ ମାନେ ଯିବେ ଆଉ କୁଆଡ଼ିବା। ତ କହିବାର ଉଦ୍ଦେଶ୍ୟ, ମାତୃଭାଷା ଓ ମାତୃଭୂମିକୁ ଭଲ ପାଉଥିବା ଏହି କବି ଆଧୁନିକ କାଳର ଉଚ୍ଚଶିକ୍ଷା ଯଦିଓ ପାଇନଥିଲେ, ତାଙ୍କର ରଚନା ଗୁଡ଼ିକ କାଳ କାଳ ଧରି ଆମକୁ ଉନ୍ନତ ଶିକ୍ଷା ପ୍ରଦାନ କରୁଛି। ବର୍ତ୍ତମାନ ସମୟରେ ପିଲେ ଆମେ ସମସ୍ତେ ହାୟର ଏଜୁକେସନ୍ ଉଚ୍ଚରୁ ଉଚ୍ଚତର ଶିକ୍ଷାକୁ ଅଧ୍ୟୟନ କରୁଛୁ। ଯାହା ପାଖରେ ଟଙ୍କା ପଇସା ନାହିଁ, ସେମାନେ କମ୍ ଶିକ୍ଷା ପାଇପାରୁଛନ୍ତି। ଯଦି ପ୍ରତିଭାଶାଳୀ ଛାତ୍ରଛାତ୍ରୀ ହେଲେ ସରକାରଙ୍କ ତରଫରୁ ଅଳ୍ପ ବହୁତ ସହଯୋଗ ପାଇକି ଆଗକୁ ବଢ଼ିପାରୁଛନ୍ତି। କିନ୍ତୁ ତତ୍କାଳୀନ ସମୟରେ ଉଚ୍ଚଶିକ୍ଷା ଯଦିଓ ପାଇନଥିଲେ ଏହି କବି ଗଙ୍ଗାଧର ମେହେର, ତଥାପି ମଧ୍ୟ ତାଙ୍କର ଯେଉଁ ରଚନା ଗୁଡ଼ିକ ରହିଛି କାଳ କାଳ ଧରି ଆମମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ଆସୁଛି। ତେବେ ଏଇ ଯେଉଁ ତାରା ସୂର୍ଯ୍ୟ କବିତାଟି ଏଠାରେ ବର୍ତ୍ତମାନ ଆମେ ପଢ଼ିବାକୁ ଯାଉଛୁ, ଏହି ତାରା ସୂର୍ଯ୍ୟ କବିତାଟି ତାଙ୍କର ଅର୍ଘ୍ୟଥାଳି କବିତା ସଂକଳନରୁ ଆସିଅଛି। ଏବଂ ଏଥିରେ କବି କ'ଣ କରିଛନ୍ତି, ବିଦେଶୀ ଶାସନକୁ ଲକ୍ଷ୍ୟ କରି ଆମ ସୂର୍ଯ୍ୟ ଆମ ପାଇଁ ସବୁଠୁ ଉଜ୍ଜ୍ୱଳ ବୋଲି ସ୍ୱାଭିମାନର ବାର୍ତ୍ତା ପ୍ରଦାନ କରିଛନ୍ତି।
कवि कौन कहते विदेशी शासन को लक्ष्य करी माने इंग्रेज मान को लक्ष्य करी कहते आम सूर्य सूर्य एठारे किए ना पिला माने सूर्य कहले एठारे आम भारतीय मान को कहा जाउछि आम भारतीय माने आम पई सबुठु उज्जवल आम गर्व एवं गौरवर विषय तांको बिना आम बंची पारिबु नहीं से माने होचंदी आमर गर्व एवं गौरव एही स्वाभिमान वार्ता प्रदान करछंती एही कविता तारा सूर्य रे तेबे वर्तमान आसंतु आज आम पढ़िबा ही तारा सूर्य कविताटू हे तारकागण किंपा दिश सान सान तुम्हें परा अछ केति रविरश्मि मान पिला माने प्रथमे कहले हे तारकागण बुझिबाकू चेष्टा कर हे तारकागण किंपा दिश सान सान तुम्हें परा अछ केबे केते रविरश्मि मान आमे जानिछु पिले तारका कहले नक्षत्र आकाश रे केते क्षुद्र केते छोट देखा जानते तारका माने तेबे एही तारका मानकू से कहचंती जे एते क्षुद्र तुम्हें देखा जाउछ तुम मानक मध्य सूर्य बा प्रभाकर पाखरे जेते रश्मि भरी रही थाए सूर्य पाखरे जेते किरण रही थाए समस्त को आलोकित करने पाई ठीक से भाव में तुम मानक मध्य भितर मध्य से आलोक भरी रही कहबार उद्देश्य एठारे कवि क्या कहते तारका बोली भारतीय मानू भारतीयवासी को भारतीय को कहते हे तारकागण कहीं तुम्हें माने क्षुद्र हो स्तब्ध हो रही जाउछ सूर्य पाखरे भरी रही किरण भली जेपरी से अंधकार को नाश करी आलोक प्रदान करें भरी रही थे अनेक उज्ज्वलता ठीक से भाव में तुम मान मध्य भरी रही अपूर्व साहस तेबे तुम्हें कहीं पछघुंचा दौच कहीं लुकायित अवस्था रही जाऊच तुम्हें तुम मान मध्य अनेक प्रतिभा रही अनेक साहस रही सामना को आस हे तारकागण हे भारतवासी तुम्हें कहीं निजक न्यून मन करुछ निजक छोट मन करुछ तुम मान मध्य अनेक प्रतिभा रही अनेक साहस रही ता देखेबार समय आसी परवर्ती पदरे कहते दिवसे न दिशि किंपा रजनी रे दिश प्रभाकर होई तुम्भ मने भय किस कहले दिवसे न दिशि किंपा रजनी रे दिश पिला माने दिवस कहले आम साधारणतः दिन समय को बुझी था तो कहबार उद्देश्य एठारे दिवसे न दिशि किंपा रजनी रे दिश दिन समय न दिशि किंपा रजनी रे दिश एक कहुए अर्थात ताहांक सम्मुख रे इंग्रेज मानक सम्मुख रे जो मैंने आमको शासन करने को आसुछंती जो मैंने आमको आम सहित लड़ाई करने को आसुछंती आम पाखक आमको शासन करुछंती सही व्यक्ति मानक सामनारे तुम्हें न रहीकि सामनारे तांकर सहित कथबार्ता न होइकि तांको सहित संग्राम न करिकि किंपा रजनी रे सम्मुख को आसुच रजनी रे कहीं बाहरुच प्रभाकर होई तुम्भ मने भय किस पिला माने आमे जानिछु प्रभाकर कहले कोन प्रभाकर कहले सूर्य को बुझी थाउ तो सूर्य जेपरि भाव रे समस्त को आलोक प्रदान करि थाए ठीक सेही भाव रे तुम मानक मध्य रे सेही अपूर्व साहस भई रहिछि तुम माने गोटे गोटे प्रभाकर तो तुम माने तुम मानक मध्य अपूर्व साहस भरी रही से तुम माने से इंग्रेज मानक सम्मुख को तुम माने आस पछघुंचा नहीं वीरर जातके तुम मैंने होच गोटे गोटे वीर तेरे इंग्रेज मानक सम्मुख को आसी सहित संग्राम कर लड़ाई कर पछघुंचा दियो नहीं तेबे दिवसे न दिशि किंपा रजनी रे दिश अर्थात सम्मुख को आस से चलीगले पाखक पछरे आसे आउ लाभ कौन सम्मुख को आस सहित संग्राम कर आमर हक आमर स्वाधीनता आमको पाइबार अच्छी से निजक प्रभाकर सहित कवि एठारे तुलना करछंती सूर्य पाखरे जेपरि असीम साहस अच्छी तुम मान मध्य से असीम साहस अच्छी से भय कर किसी आवश्यकता ना पुणी कहते कौन एठारे कवि जानिली जानिली तुम्हें सूर्य अट सत आलोकित करुअछ निजर जगत से कहते जानीगली मु कौन जानी तुम्हें माने होच सूर्य केवल कौन कर तुम्हें सूर्य हेले कौन केवल तुम्हें निजर जगत को आलोकित कर निजर पारिपार्श्विक परिवेश को निजर आखपाख अंचल को तुम्हें आलोकित कर लाभ कौन केवल एते सूर्य होइकि एते महान व्यक्ति होइकि जदि निज अंचल को आलोकित करबा ताले लाभ कौन तुम मानक भितरे अपूर्व साहस अपूर्व शक्ति भरी रही तेबे तुम्हें कौन कर आलोकित कर कौन कर समग्र संसार को आलोकित कर तुम्हें जदिओ सूर्य सूर्यर काम होछि समस्त को समान किरण प्रदान करवा केवल निज अंचल रे आलोक कर प्रकाश करवा नुहे ठीक से भाव में तुम्हें कौन कर सर्वस्व समस्त स्थान रे सबु जगह समस्त लोक मान सहित छिड़ा हुआ
केवल सूर्य होइकि निज आखपाख अंचल को आलोकित कले हेब नाही। सेथिपाई कवि एठारे एहिपरि भाବରେ आह्वान କରି କହିଛନ୍ତି, ଜାଣିଲି ଜାଣିଲି ତୁମେ ସୂର୍ଯ୍ୟ ଅଟ ସତ ଆଲୋକିତ କରୁଅଛ ନିଜର ଜଗତ। ତୁମେ ସୂର୍ଯ୍ୟ ହେଲେ ହୋଇଛ ସତ ଏବଂ ନିଜର ଜଗତକୁ କେବଳ ଆଲୋକିତ କରୁଛ। ସେଥିପାଇଁ ତୁମକୁ କିଏ ଜାଣିପାରୁନାହାନ୍ତି। ତୁମେ ପ୍ରସ୍ଫୁଟିତ ହୁଅ, ସମସ୍ତଙ୍କ ସର୍ବସମ୍ମୁଖକୁ ଆସ ଏବଂ ଅନ୍ଧକାରକୁ ନାଶ କରି ଆଲୋକ ପ୍ରଦାନ କର ଏ ଜଗତକୁ। ଏହାପରେ ପିଲାମାନେ କ'ଣ କହିଛନ୍ତି ଦେଖ, ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟ ଲୋକ ସାରା ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକତାର। ଆମ୍ଭ ଭାସ୍କରକୁ ଏଠାରେ କବି କହିଛନ୍ତି ଇଂରେଜମାନଙ୍କୁ। କ'ଣ କହିଛନ୍ତି? ଆମ୍ଭ ଭାସ୍କର। ପିଲାମାନେ ଭାସ୍କର କହିଲେ ସୂର୍ଯ୍ୟଙ୍କୁ ବୁଝାଯାଏ, କିନ୍ତୁ ଏଠାରେ ଭାସ୍କର କହିଲେ ଆମେ କାହାକୁ ବୁଝିବା? ଆମର ଏହି ବୀର ପୁରୁଷମାନଙ୍କୁ ବୁଝିବା। ଆମ ଭାରତବର୍ଷର ଏହି ମାତୃଭୂମିର ସେହି ବୀର ପୁରୁଷ ମହାନ ନାୟକମାନଙ୍କୁ ବୁଝିବା। ତ ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟ ଲୋକ ସାରା ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକତାର। ଯେପରି ଭାବରେ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ଇଂରେଜମାନେ ଭାବୁଛନ୍ତି ଭାରତୀୟମାନେ ଗୋଟିଏ ଗୋଟିଏ କ୍ଷୁଦ୍ର ତାରା ସଦୃଶ, ସେମାନେ ତୁଚ୍ଛ, ସେମାନଙ୍କ ପାଖରେ କିଛି ବୀରତ୍ୱ ଗୁଣ ନାହିଁ, ସେମାନେ ଭୟଭୀତ ହୋଇଯାଆନ୍ତି। ଏହି ଭାବନା ତାଙ୍କ ମନରେ ଅଛି। ସେଥିପାଇଁ କହିଛନ୍ତି ଆମ୍ଭ ଭାସ୍କରକୁ, ଅର୍ଥାତ୍ ଆମ୍ଭର ସୂର୍ଯ୍ୟ କି ଆମର ସୂର୍ଯ୍ୟ ହେଉଛନ୍ତି ଆମର ବୀରପୁରୁଷମାନେ। ସେହି ବୀରପୁରୁଷମାନଙ୍କୁ ଇଂରେଜମାନେ କ'ଣ କହୁଛନ୍ତି? ଗଗନର କ୍ଷୁଦ୍ର ଏକ ତାରା ବୋଲି କହୁଛନ୍ତି। କିନ୍ତୁ ସେମାନେ ଜାଣିନାହାନ୍ତି ଯେ ଏହି ବୀରପୁରୁଷମାନେ ନୀରବ ସାଧନା କରୁଛନ୍ତି, ପ୍ରସ୍ତୁତ ହେଉଛନ୍ତି ସଂଗ୍ରାମ କରିବା ପାଇଁ, ସେମାନଙ୍କ ସହିତ ଲଢ଼େଇ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ କରୁଛନ୍ତି। ପୁଣି କହିଛନ୍ତି ତୁମ୍ଭ ରାଜ୍ୟେ ତୁମ୍ଭ ଆଗେ ଆମ୍ଭର ଭାସ୍କର, ନ ଦିଶନ୍ତି ତେଣୁ ଦିନେ ନ ହୁଅ ଭାସ୍କର। ତୁମ୍ଭ ରାଜ୍ୟେ, ହେ ଇଂରେଜମାନେ, ତୁମ ରାଜ୍ୟରେ, ତୁମ ସାମ୍ନାରେ, ତୁମ ଆଗରେ ଆମ୍ବର ଏହି ବୀରପୁରୁଷମାନେ, ଆମ୍ବର ଭାସ୍କର, ଆମ୍ବର ବୀରପୁରୁଷମାନେ କେବେ ନ ଦିଶନ୍ତି, ତୁମେ ତାକୁ କେବେ ଦେଖିପାର ନାହିଁ। ସେଥିପାଇଁ ତୁମେ ଉଜ୍ଜଳ ଭାବୁଛ, ନିଜକୁ ନିଜେ ଗର୍ବ ମନେ କରୁଛ ଏବଂ କହୁଛ ଯେ ତୁମ ରାଜ୍ୟରେ, ତୁମ ସମ୍ମୁଖରେ ଆମର ଏହି ବୀରପୁରୁଷମାନେ କେବେ ବୋଲି ଯାଇନାହାନ୍ତି, ତୁମ ସମ୍ମୁଖକୁ କେବେ ଯାଇନାହାନ୍ତି। ସେଥିପାଇଁ ତୁମେ କ'ଣ କହୁଛ? ନିଜକୁ ଗର୍ବ ମନେ କରୁଛ ଏବଂ ଭାବୁଛ ଯେ ଭାରତୀୟମାନଙ୍କ ପାଖରେ କିଛି ନାହିଁ, ସେମାନେ ତୁଚ୍ଛ, ଭୟଭୀତ, ଭୟାଲୁ, ଏହିଭଳି ଭାବନା ତୁମ ମନରେ ଆସୁଛି। ଏହି ଭାବନା ସମ୍ପୂର୍ଣ୍ଣ ଭୁଲ। ଆମର ବୀରପୁରୁଷମାନେ ନିଜକୁ ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ କରୁଛନ୍ତି ତୁମମାନଙ୍କ ସହିତ ସଂଗ୍ରାମ କରିବା ପାଇଁ, ଲଢ଼େଇ କରିବା ପାଇଁ। ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାସେ, ସେ କଥାରେ ମହତଙ୍କ କି ଯାଏ କି ଆସେ। ପିଲାମାନେ ଦେଖ ଏଠାରେ କେତେ ସୁନ୍ଦର ଭାବରେ କବି ବର୍ଣ୍ଣନା କରିଛନ୍ତି। କୁହାଯାଏ ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାସେ, ସେ କଥାରେ ମହତଙ୍କ କି ଯାଏ କି ଆସେ। ଯାହାକୁ ଯେମନ୍ତ ଦିଶେ, ପିଲାମାନେ ଯାହାର ଆଖିରେ ଯେ ଯେଭଳି ଦୃଶ୍ୟ ଦେଖିଥାଏ ତାହାକୁ ସେହିଭଳି ଜଣାଯାଇଥାଏ। ବାସ୍ତବ କଥାଟିକୁ ଆମେ ଜଣାଯାଇନଥାଏ। କହିବାର ଉଦ୍ଦେଶ୍ୟ ଯେ ଭାରତୀୟମାନେ କେତେ ମହାନ, କେତେ ବୀରପୁରୁଷ, କେତେ ବା କ'ଣ କରିନାହାନ୍ତି ନିଜର ମାଟି ମା' ପାଇଁ, ମାତୃଭୂମି ପାଇଁ, ତାହା ଆମ ସମସ୍ତଙ୍କୁ ଜଣା। ତାଙ୍କୁ କିପରି ଜଣା? ସେମାନଙ୍କ ଭାବନାରେ ଇଂରେଜମାନେ ଭାବୁଛନ୍ତି ଯେ ଭାରତୀୟମାନେ ତୁଚ୍ଛ, କିଛି ଜାଣିନାହାନ୍ତି, ଭୟାଳୁ। ତ ତାଙ୍କ ନଜରରେ, ତାଙ୍କ ଚକ୍ଷୁରେ ତାଙ୍କୁ ତୁଚ୍ଛ ଲାଗୁଛି ଭାରତୀୟମାନେ। ସେଥିପାଇଁ କୁହାଯାଇଛି ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାସେ। ସେମାନେ ତାହାକୁ ଯେପରି ଦେଖାଯାଉଛି ତାହା ସେମାନେ ଭାବୁଛନ୍ତି। ତେବେ ଏଥିରେ ମହତଙ୍କର କି ଯାଏ କି ଆସେ? ମହତ କିଏ? ସେହି ବ୍ୟକ୍ତି ମହାନ, ଗୁଣୀ ବ୍ୟକ୍ତି, ଗୁଣୀ ଜ୍ଞାନୀ ମହାନ ବ୍ୟକ୍ତି ସିଏ, ଯିଏକି ଅନ୍ୟ କଥାରେ ଭୟଭୀତ ହୁଏ ନାହିଁ, ଅନ୍ୟ କଥାରେ ମୁଣ୍ଡ ପୁରାଏ ନାହିଁ, ଯିଏ ଯାହା କହୁଛି କହୁ, ଅନ୍ୟ କାହାରି କଥାରେ ହସ୍ତକ୍ଷେପ କରେ ନାହିଁ। କାହିଁକିନା ସେ ନିଜକୁ ଜାଣିଛି, ନିଜ ପରିଚୟକୁ ଜାଣିଛି, ନିଜ କର୍ମକୁ ଜାଣିଛି, ସେ ନିଜେ ଭୁଲ ନା ଠିକ୍, ସେଥିପାଇଁ ଅନ୍ୟ କାହାରି କଥାରେ ସେ ହସ୍ତକ୍ଷେପ କରେ ନାହିଁ। ପରବର୍ତ୍ତୀ ପଦରେ କବି କହିଛନ୍ତି ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ, ତେଣୁ ସେହିଠାରେ ତୁମ୍ଭର ବିପଣ। ଯେ ତୁମ୍ଭ ରାଜ୍ୟରେ ତୁମେ କ'ଣ କର? ପ୍ରଚୁର କିରଣ ଦିଅ। ହେ ଇଂରେଜମାନେ, ତୁମ ରାଜ୍ୟରେ ତୁମେ କ'ଣ କର? ପ୍ରଚୁର କିରଣ ଦିଅ, ଅର୍ଥାତ୍ ଅନେକ ଆଲୋକ ପ୍ରଦାନ କର। କହିବାର ଉଦ୍ଦେଶ୍ୟ ସୂର୍ଯ୍ୟଙ୍କୁ ଯଦି ବୁଝିବା, ସୂର୍ଯ୍ୟ ଯଦି ଇଂରେଜମାନଙ୍କୁ କୁହାଗଲା, ମନେକର ଏଠାରେ ପିଲେ ଦୁଇଟା ସୂର୍ଯ୍ୟ କଥା କହିବା, ଯଦି ଇଂରେଜମାନଙ୍କର ସୂର୍ଯ୍ୟ କଥା କୁହାଗଲା, ସେମାନେ ଆଲୋକ ପ୍ରଦାନ କରୁଛନ୍ତି ନିଜ ଜଗତକୁ, ନିଜ ଅଞ୍ଚଳକୁ, ଅର୍ଥାତ୍ ସେମାନେ କ'ଣ କରୁଛନ୍ତି? ସେମାନେ ଦେଖ ପିଲେ ତୁମ୍ଭ ରାଜ୍ୟ କୁହାଗଲା, ଅର୍ଥାତ୍ କାହା ରାଜ୍ୟ? ଇଂରେଜମାନଙ୍କୁ କୁହାଯାଇଛି ତୁମ୍ଭ ରାଜ୍ୟ ଦିଅ ତୁମ୍ଭେ ପ୍ରଚୁର କିରଣ। ଇଂରେଜମାନେ ତାଙ୍କ ରାଜ୍ୟରେ, ତାଙ୍କ ରାଜ୍ୟ ଲୋକମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି।
ସେହି କାରଣରୁ ସେଇଠାରେ କ'ଣ ହେଇଛି, ତେଣୁ ସେଇଠାରେ ଥିବ ତୁମ ରବିପଣ। କବି କହିଛନ୍ତି ଯେ ଇଂରେଜମାନେ ତୁମ ରାଜ୍ୟରେ ତୁମେ ଲୋକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଛ, ସେଥିପାଇଁ ସେଇଠାରେ ତୁମର ରବିପଣ ଥିବ, ତୁମର ଐଶ୍ୱର୍ଯ୍ୟ ଥିବ, ତୁମର ଗୁଣଗାନ ହେଉଥିବ। କିନ୍ତୁ ଆମ୍ଭ ରାଜ୍ୟରେ ଆମ୍ଭ ରବି କରେ ତମ କ୍ଷୟ। ଆମ୍ଭ ରାଜ୍ୟରେ ଆମ୍ଭର ରବି, ଆମ୍ଭର ବୀରପୁରୁଷମାନେ ସେହି ଅନ୍ଧକାରକୁ ନାଶ କରିଥାନ୍ତି, କ୍ଷୟ କରିଥାନ୍ତି। ଏଣୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ। କବି କହିଛନ୍ତି ଆମ ରାଜ୍ୟରେ ଆମ୍ଭର ରବି, ରବି କହିଲେ ଯେଉଁ ଭାସ୍କର, ଅର୍ଥାତ୍ ଆମ୍ଭର ଭାସ୍କର, ଆମ୍ଭର ରବି କିଏ? ଆମର ସେହି ମହାନ ବ୍ୟକ୍ତିତ୍ୱ ବୀର ପୁରୁଷମାନେ, ସେମାନଙ୍କର ଉଦୟ ଆମେ ଚାହୁଁଛୁ। କାହିଁକି ନା ସେମାନେ ହିଁ ଅନ୍ଧକାରକୁ ନାଶ କରିଥାନ୍ତି, ଅନ୍ଧକାରକୁ କ୍ଷୟ କରିଥାନ୍ତି। ତେବେ ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତମ ନାସିବାକୁ ନାହିଁ ତ ପ୍ରଭାବ। ହେ ଇଂରେଜମାନେ, ହେ ଦେଶଦ୍ରୋହୀ, ତୁମେ ଯେତେ ବଡ଼ ହେଲେ ମଧ୍ୟ ଆମର କି ଲାଭ? ତୁମେ ଯେତେ ବଡ଼ ହେଲେ ମଧ୍ୟ ଆମ୍ଭର କି ଲାଭ? ଆମ୍ଭର ଅନ୍ଧକାରକୁ ନାଶିବା ପାଇଁ ତୁମର କିଛି ପ୍ରଭାବ ନାହିଁ, ତୁମେ କିଛି କରିପାରିବ ନାହିଁ ଆମ୍ଭର ଅନ୍ଧକାରକୁ ନାଶିବା ପାଇଁ। ତୁମେ ଯେତେ ବଡ଼ ହେଲେ କେବଳ ତୁମ୍ଭର ଗୁଣଗାନ କରିବ, ତୁମ ଦେଶର ତୁମ ରାଜ୍ୟର ଉନ୍ନତି କରିବ। ଆମ୍ଭମାନଙ୍କର ଅନ୍ଧକାରକୁ ନାଶ କରିପାରିବ ନାହିଁ, ଆମ୍ଭମାନଙ୍କର ଅସୁବିଧାକୁ ଦୂର କରିପାରିବ ନାହିଁ ତୁମେମାନେ। ତୁମେ ଯେତେ ବଡ଼ ହେଲେ ମଧ୍ୟ ଆମର କିଛି ଲାଭ ନାହିଁ। କଥାରେ ଅଛି, ଆମେ କହିଥାଉ ଯେ ଯାହାର ହିତ କରି ନ ନେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଯେ ଯାହାର ହିତ କରି ନ ନେଲେ ତା ନାମ। ତ କୁହାଯାଏ ଯେଉଁ ବ୍ୟକ୍ତି ଯଦି ଜଣେ ବ୍ୟକ୍ତି ଯଦି ଆଉ ଜଣଙ୍କର ମଙ୍ଗଳ କାମନା କରୁଛି, ତାହାକୁ ସହଯୋଗ କରିଛି, ଏବଂ ସେହି ସହଯୋଗ ପାଇଥିବା ବ୍ୟକ୍ତି ଯଦି ତାହାର ଗୁଣଗାନ କରୁନାହିଁ, ତାହାର ଭଲ ଚିନ୍ତା କରୁନାହିଁ, ତାହେଲେ ସେହି ବ୍ୟକ୍ତିକୁ ଆମେ ନିମକ ହାରାମ କହିପାରିବା। କିନ୍ତୁ ଆମେ ସମସ୍ତେ ଭାରତୀୟବାସୀ ଆମ ବୀରପୁରୁଷମାନଙ୍କର ଉଦୟ ଚାହୁଁଛୁ, ଆମ୍ଭ ଭାସ୍କର, ଆମ୍ଭ ରବିଙ୍କର ଉଦୟ ଚାହୁଁଛୁ। ସେମାନେ ଆମର ତମ ନାଶ କରିବେ, ଆମର ଅନ୍ଧକାର ନାଶ କରିବେ, ଆମର ସୁଖର ଦୁଃଖରେ ଛିଡ଼ା ହେବେ। ତେଣୁ ଆମ୍ଭ ଭାରତବାସୀ, ଆମ୍ଭ ଭାସ୍କର ନିମକ ହାରାମ ନୁହେଁ, ସେମାନେ ଆମ ପାଇଁ ଗର୍ବ ଏବଂ ଗୌରବ। କିନ୍ତୁ ଇଂରେଜମାନେ ତୁମେମାନେ ହେଉଛ ଗୋଟିଏ ଗୋଟିଏ ନିମକ ହାରାମ ବୋଲି ଯେଠାରେ କହିଛନ୍ତି। ବୁଝିବାକୁ ଚେଷ୍ଟା କର, ଯଦିଓ ବର୍ଣ୍ଣନା କରିନାହାନ୍ତି, କବିତାର ଉଦ୍ଦେଶ୍ୟ ସେଇଆ ହିଁ ହୋଇଥାଇପାରେ। କାହିଁକିନା ପିଲାମାନେ ଦେଖ, ଯେ ଯାହାର ହିତ କରେ ନ ନେଲେ ତା ନାମ, ଆମ୍ଭ ଦେଶେ କହୁ ତାହାକୁ ନିମକ ହାରାମ। ଭାରତକୁ ଇଂରେଜମାନେ ଆସିଥିଲେ କ'ଣ କରିବା ପାଇଁ ପିଲାମାନେ? ଶାସନ କରିବା ପାଇଁ ଆସିଥିଲେ? ନା, ସେମାନେ ଭାରତକୁ ଆସିଥିଲେ ବ୍ୟବସାୟ କରିବା ପାଇଁ ଆସିଥିଲେ। ଭାରତକୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଆସିଥିଲେ ଏବଂ ଭାରତବାସୀ ତାକୁ ଅତି ଆଦର ସହିତ, ସମ୍ମାନ ସହିତ ପ୍ରଥମେ କ'ଣ କରିଥିଲେ? ତାହାଙ୍କୁ ସ୍ଥାନ ଦେଇଥିଲେ ଭାରତରେ। ଶାସନ ତାଙ୍କର ବ୍ୟବସାୟ କରିବା ପାଇଁ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ, ଯେଉଁକି ତାଙ୍କର ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ। କିନ୍ତୁ ଧୀରେ ଧୀରେ ସେମାନେ କ'ଣ କଲେ? ଆମ୍ଭ ଭାରତୀୟମାନଙ୍କ ସହିତ ଛଳନା କଲେ, ବିଶ୍ୱାସଘାତକତା କଲେ ଏବଂ ଆମ୍ଭମାନଙ୍କୁ ଅନ୍ୟାୟ ଅତ୍ୟାଚାରରେ ନିର୍ମମ ଭାବରେ ଅନେକ ଭାରତୀୟମାନଙ୍କୁ ହତ୍ୟା କଲେ, ଶୋଷିତ କଲେ। ତ ଏହିପରି ଭାବରେ ଯେଉଁ ତାଙ୍କର ଅନ୍ୟାୟ ଅତ୍ୟାଚାର ଭାରତୀୟମାନଙ୍କ ଉପରେ ଲାଗି ରହିଲା, ଆମମାନଙ୍କ ଉପରେ ବିଶ୍ୱାସଘାତକତା କଲେ। ଆମ୍ଭେମାନେ ତାଙ୍କର କ'ଣ ଚାହିଁଥିଲୁ? ଆମ୍ଭେମାନେ ତାଙ୍କର ହିତ ଚାହିଁଥିଲୁ, ତାଙ୍କର ମଙ୍ଗଳ କାମନା ଚାହିଁଥିଲୁ, ଯେ ସେମାନେ ଏଠାରେ ରହି କିଛି ଶାସନ ଭାର ନ କରି କିଛି ବାଣିଜ୍ୟ ବ୍ୟବସାୟ କରନ୍ତୁ। କିନ୍ତୁ ସେମାନେ କ'ଣ କଲେ? ଆମ୍ଭମାନଙ୍କ ସହିତ ଛଳନା କଲେ। ତ ସେମାନେ ମଧ୍ୟ ଏଠାରେ ଗୋଟେ ଗୋଟେ କ'ଣ ହେଇପାରିବେ? ନିମକ ହାରାମ। ତ ସେଥିପାଇଁ କୁହାଯାଏ, ଯେ ଯାହାର ହିତ କରି ନ ନେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଯଦି ଆମେ ଜଣଙ୍କର ମଙ୍ଗଳ କାମନା କରିଥିବା, ତାର ଗୁଣଗାନ ଯଦି ସେ ବ୍ୟକ୍ତି ନ କରେ, ତାର ଯଦି ହିତକାଂକ୍ଷା ବା ହିତ ଉପଦେଶ ନ ମାନେ, ତାହେଲେ ତାହାକୁ ଆମେ ନିମକ ହାରାମ କହିପାରିବା। ପିଲାମାନେ, ଏହି ଯେଉଁ କବିତାଟି ଏଠାରେ ପଢ଼ିଲା, କବିତାଟିରେ ଦେଖ ରବିରଶ୍ମି କିରଣ ଯାହା କିଛି ପଢ଼ିସାରିଛ। ଦେଖ ଏଠାରେ ରବିରଶ୍ମି କହିଲେ ସୂର୍ଯ୍ୟ କିରଣ, ରଜନୀ ରାତି ଯେମନ୍ତ ଯେପରି, ତମ ଅନ୍ଧକାର ପ୍ରଭାକର ସୂର୍ଯ୍ୟ, ଭାସ୍କର ଉଜ୍ଜ୍ୱଳ, ଭାସେ କହେ ନିମକ ହାରାମ, କୃତଘ୍ନ ବା ଅକୃତଜ୍ଞ। ଏଇଟା କେତୋଟି ଶବ୍ଦାର୍ଥ ରହିଛି, ଏହାକୁ ପଢ଼ିଦେବ। ତତ୍ସଙ୍ଗେ ସଙ୍ଗେ ଏହି ଆଲୋଚ୍ୟ ଭିତରେ ମଧ୍ୟ ଅନେକ ଶବ୍ଦାର୍ଥ ରହିଛି। ଯଦିଓ କିଛି ବୁଝିପାରୁନାହ, ନିଶ୍ଚିତ ଭାବରେ କମେଣ୍ଟ କରିବ। ଆଉ ରହିଲା ଆବୃତ୍ତି କଥା, ଶୁଣିଦିଅ। ବିଭିନ୍ନ ପ୍ରକାର ଆମେ ଆବୃତ୍ତି କରିପାରିବା। କେବଳ ଜାଣିବା ପାଇଁ ମୁଁ ଥରେ ଆବୃତ୍ତି କରିଦେଉଛି। ତ ମୁଁ ଆବୃତ୍ତି କରିବା ପୂର୍ବରୁ କେବଳ ମୁଁ କବିତାର ସାରାଂଶ କହିଦେଉଛି ଯେ ଏହି କବିତାରେ କବି ଦୁଇଟି ସୂର୍ଯ୍ୟର କଥା ବର୍ଣ୍ଣନା କରିଛନ୍ତି। ତ ତାରକାମାନଙ୍କୁ କହି ଏଠାରେ ଭାରତବାସୀଙ୍କୁ ଉଦ୍ବୋଧନ ଦେଇ କବି କହିଛନ୍ତି, ସେମାନଙ୍କ ମଧ୍ୟରେ ଯେଉଁ ପ୍ରତିଭା ରହିଛି, ସାହସ ରହିଛି, ତଥାପି ମଧ୍ୟ ସେମାନେ ଲୁପ୍ତ ଅବସ୍ଥାରେ, ସୁପ୍ତ ଅବସ୍ଥାରେ ରହିଯାଉଛନ୍ତି। ତେଣୁ ସେମାନଙ୍କୁ ଜାଗ୍ରତ କରିବା ପାଇଁ କବି କହୁଛନ୍ତି, ତୁମେମାନେ ଜାଗ୍ରତ ହୁଅ, ତୁମମାନଙ୍କ ଭିତରେ ଅନେକ ସାହସ ଅଛି, ତୁମେମାନେ ଜାଗ୍ରତ ହୋଇକି ସାମ୍ନାକୁ ଆସ, ଇଂରେଜମାନଙ୍କ ସହିତ ଲଢ଼େଇ କର, ସଂଗ୍ରାମ କର ଏବଂ ନିଜର ଅପୂର୍ବ ସାହସକୁ ଦେଖାଅ। କେବଳ ଲୁଚି ରହିଲେ ହେବ ନାହିଁ,
ନିଜର ଅସୀମ ବୀରତ୍ୱ ପ୍ରକାଶଟା ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ଜଗତକୁ ଆଲୋକିତ କରିବାକୁ ପଡ଼ିବ। ଇଂରେଜମାନଙ୍କୁ ଭୟଭୀତ କରିବାକୁ ପଡ଼ିବ, ସେମାନଙ୍କର ସ୍ଥାନ ଦେଖାଇବାକୁ ପଡ଼ିବ। ଏହିପରି ଭାବରେ ଭିନ୍ନ ଭିନ୍ନ ତୁଳନା କରିଛନ୍ତି ଇଂରେଜମାନଙ୍କ ସହିତ। ଇଂରେଜମାନଙ୍କୁ କିପରି ଭାବରେ ସେ ବିତାଡ଼ିତ କରିପାରିବେ, ଇଂରେଜମାନଙ୍କୁ କିପରି ଭାବରେ ତାଙ୍କର ପ୍ରକୃତ ସ୍ଥାନ ଦେଖାଇ ପାରିବେ, ସେ ବିଭିନ୍ନ ଭାବରେ ତାରସୂର୍ଯ୍ୟ ଏହି କବିତା ମାଧ୍ୟମରେ ତୁଳନାତ୍ମକ ଭାବରେ ଉପସ୍ଥାପନା କରି ବ୍ୟାଖ୍ୟାନ କରିଛନ୍ତି କବି ଏଠାରେ ବିଭିନ୍ନ କ୍ଷେତ୍ରରେ। ତ ଇଂରେଜମାନେ ଯେତେ ବଡ଼ ହେଲେ ମଧ୍ୟ ସେମାନେ ଆମର କିଛି ଲାଭ କରିପାରିବେନି, ସେମାନେ କେବଳ ତାଙ୍କର ହିଁ ଉପକାର କରିଥାନ୍ତି, ତାଙ୍କ ରାଜ୍ୟର ଉନ୍ନତି କରିଥାନ୍ତି। ତ ଆମମାନଙ୍କର କିଛି ସେମାନେ ଲାଭ କରିପାରିବେନି, ଆମମାନଙ୍କର କିଛି ହିତ ଚାହିଁବେ ନାହିଁ। ସେଥିପାଇଁ କବି କହିଛନ୍ତି ଏଠାରେ ବିଭିନ୍ନ ମାଧ୍ୟମରେ ତ ଯେଉଁ ବ୍ୟକ୍ତି ତାହାଙ୍କର କ'ଣ ହିତ କାମନା ନ କରେ, ତାଙ୍କୁ ଯଦି ଜଣକୁ ସାହାଯ୍ୟ କରିଥିବା, ସେହି ସାହାଯ୍ୟ ପାଇଥିବା ବ୍ୟକ୍ତି ଯଦି ସାହାଯ୍ୟ କରିଥିବା ବ୍ୟକ୍ତିକୁ ଯଦି ପ୍ରଶଂସା ନ କରି ତା'ର ଗୁଣଗାନ ନ କରେ, ସେହି ବ୍ୟକ୍ତିକୁ ଆମେ ଏଠାରେ ନିମକ ହାରାମ ବୋଲି କହିଥାଉ। ଏହିପରି ଭାବରେ ଭିନ୍ନ ଭିନ୍ନ ଅର୍ଥରେ ବୁଝିବାକୁ ପଡ଼ିବ, କିନ୍ତୁ ଧୀରସ୍ଥିର ଭାବରେ ସ୍ୱ ଅଧ୍ୟୟନର ମଧ୍ୟ ଆବଶ୍ୟକତା ରହିଛି କବିତାଟିକୁ ବୁଝିବା ପାଇଁ। ତ କବିତାଟିର ଆବୃତ୍ତି ମୁଁ ଥରେ କରିଦେଉଛି, ପିଲାମାନେ ଭଲ ଭାବରେ ଶୁଣ। ହେ ତାରକା ଗଣ କିମ୍ପା ଦିଶ ସାନ ସାନ, ତୁମେ ପରା ଅଛ କେତେ ରବି ରଶ୍ମିମାନ, ଦିବସେ ନ ଦିଶି କିମ୍ପା ରଜନୀରେ ଦିଶ, ପ୍ରଭାକର ହୋଇ ତୁମ୍ଭ ମନେ ଭୟ କିସ। ଜାଣିଲି ତୁମେ ସୂର୍ଯ୍ୟ ଅଟ ସତ, ଆଲୋକିତ କରୁଅଛ ନିଜର ଜଗତ। ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ୟ ଲୋକ ସାରା, ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା। ତୁମ୍ଭ ରାଜେ ତୁମ୍ଭ ଆଗେ ଆମ୍ଭର ଭାସ୍କର, ନ ଦିଶନ୍ତି ତେଣୁ ଦିନେ ନ ହୁଅ ଭାସ୍ୱର। ଯାହାକୁ ଯେ ମନ୍ତ ଦିଶେ ତେ ମନ୍ତ ସେ ଭାସେ, ସେ କଥାରେ ମହତଙ୍କ କି ଯାଏ କି ଆସେ। ତୁମ୍ଭ ରାଜେ ତୁମ୍ଭ ପ୍ରଚୁର କିରଣ, ତୁମ୍ଭ ରାଜେତିୟ ତୁମ୍ଭେ ପ୍ରଚୁର କିରଣ, ତେଣୁ ସେହିଠାରେ ତୁମ୍ଭର ବିପଣ। ଆମ୍ଭ ରାଜେ ଆମ୍ଭର ବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ। ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତୁମ୍ଭ ନାସିବାକୁ ନାହିଁ ତ ପ୍ରଭାବ। ଯେ ଯାହାର ହିତ କରେ ନ ନେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ପିଲାମାନେ କବିତାଟିକୁ ଚେଷ୍ଟା କରୁଛି ବୁଝେଇବା ପାଇଁ, ଯଦି ବୁଝିପାରିବ ନାହିଁ କମେଣ୍ଟ କରିବ। ଆଉ କେଉଁଠି ଯଦି କେଉଁ ଶବ୍ଦାର୍ଥ କିମ୍ବା କିଛି ଅସୁବିଧା ଲାଗୁଛି କମେଣ୍ଟ କରିବ, ନିଶ୍ଚିତ ଭାବରେ ସମାଧାନ କରିବାକୁ ଚେଷ୍ଟା କରିବି। ବିଭିନ୍ନ ଅର୍ଥରେ ଭିନ୍ନ ଭିନ୍ନ ଅଛି। ଏହି କବିତାଟିକୁ ଭିନ୍ନ ଭିନ୍ନ ମାଧ୍ୟମରେ ବିଭିନ୍ନ ଗୁରୁଜନମାନେ ବୁଝାଇଛନ୍ତି ମଧ୍ୟ। କେତେଜଣ ତାରସୂର୍ଯ୍ୟ ନେଇକି ବୁଝାଇଛନ୍ତି, କେତେଜଣ ବିଦେଶୀ ଶାସନକୁ ନେଇ ବୁଝାଇଛନ୍ତି, ବିଭିନ୍ନ ମାଧ୍ୟମରେ ବୁଝାଇଛନ୍ତି। ବୁଝିବାକୁ ଚେଷ୍ଟା କର, ଯାହା ଭଲ ଲାଗୁଛି ଅଧ୍ୟୟନ କର, କିନ୍ତୁ ସ୍ୱ ଅଧ୍ୟୟନର ଏକାନ୍ତ ଆବଶ୍ୟକତା ରହିଛି। ଧନ୍ୟବାଦ।